ଫଟୋ ସହିତ କ'ଣ ଖେଳୁଛୁ ବେବି ଶୁଆ ଠାକୁରଙ୍କୁ ଭୋଗ ଖାଇକିରି ଅଇଁଠା କରି ଭୋଗ ଦଉଛୁ ପାଗଳ ଟାଇକିରି ତୁ ହଁ ହଁ ବୁନ୍ଦିଆ ସରିଷରେ ଆଜି ଗଣେଶ ଠାକୁରଙ୍କର ପୂଜା ଥିଲା ତା ବାପାର ତାର ଭୋଗ ଆଣିଥିଲେ ସେ ଖାଉଛି ତାର ଧରିକି ବସିକିରି ପାଗଳଟା ଏଇଟା ହଁ ଖାଇଦିଅ ଗୁଲା ଆମର ଶୋଇ ପଡ଼ିଛି ଦେଖନ୍ତୁ ତାର 2ଟା ବାଜିବ ଖାଇବା ପିଇବା ତାର ଶୋଇବ ଘଣ୍ଟାଏ ଶୋଇବ 4ଟା ବେଳେ ଉଠିକିରି ପୁଣି ଯାଇ ଖେଳିବ ଆମର ମଜା ଧୁଆ ହେଇନି ବାସନ କାହିଁକିନା ବର୍ଷା ହେଉଥିଲା ଆମ ବୋଉ ଯାଇଥିଲା ବିଲକୁ ଛେଳି ନେଇ ଦେଖନ୍ତୁ ଆସିକିରି ତାର ଖାଉଛି ଆମର ସବୁବେଳେ ଆଳୁ ଝୋଳ ହଁ ଏ କହିଦିଅ ଟିକେ ଆମର ତ ନଥିଲା କଥା ଆଉ କ'ଣ କରିବା ଆମର ସବୁବେଳେ ଆଳୁ ଝୋଳ ଆଉ ସେୟା କହୁଛନ୍ତି ଆଉ ଆମର ତ ଅଭାବ କଥା ଆମର ଯାହା ଯେତେବେଳେ ମିଳେ ତା ହ୍ୟାଲୋ ସାଙ୍ଗମାନେ ଦେଖନ୍ତୁ ବର୍ଷା ହେଇକିରି ପୁରା ଓଦା ଆମ ଘରଦ୍ୱାର ବେବି କେମିତି ନାଚୁଛି ହଁ ଦେଖନ୍ତୁ ଆମର କେମିତି ବର୍ଷା ହେଇକିରି ଆମ ଲୁଗାପଟା ଶୁଖିନଥିଲା ଆମ ବୋଉ ପୁଣି 4ଟା ବେଳେ ପୁଣି ଶୁଖେଇ ଦେଇଛି ଦେଖନ୍ତୁ କେତେ ଜୋର ଅଳିଆ ଆପଣମାନେ ଆମ ଘରକୁ ଟିକେ ଦେଖନ୍ତୁ ବର୍ଷା ଆମର ସେମିତି ପାଲ ପଡ଼ିକି ରହିଛି ପାଲରେ ବର୍ଷା ପଡ଼ିକିରି ଆମ ଘରଦ୍ୱାର ପୁରା ଓଦା କାନ୍ଥ ପୁରା ଛାଡ଼ିଗଲାଣି ଦେଖନ୍ତୁ ଆମର କେମିତି ଏହି କାନ୍ଥ ଆମ ଘରଦ୍ୱାରକୁ ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ ଆମ ଜାଳ ସେଠି ଓଦା ଜାଳ ଚୁଲି ଟୋଟାଲ ଜଳୁଛି ଓଦା ଜାଳରେ ଆମର କେମିତି ଏସବୁ ଭାଙ୍ଗିକିରି ପାଲ ଦିଆହେଇଛି କାନ୍ଥ ପୁରା ଭାଙ୍ଗି ଯାଇଛି ଆଉ ଟୋଟାଲ ନାହିଁ ଯେଉଁ 12 ଛଟା ଦିଆହେଇଥିଲା ଟୋଟାଲ ଆଉ ନାହିଁ ଏ ଅଖା ସବୁ ଟଙ୍ଗା ହେଇଛି ଡରିଏ ଚୁଲି ଲଗେଇଲାକୁ ଡର ଲାଗୁଛି କାଳେ ନିଆଁ ଲାଗିଯିବ ଅଖାକୁ ବୋଲି ଡର ଲାଗୁଛି ଆଉ କ'ଣ ବା କରାଯିବ କିଛି ତ ଉପାୟ ନାହିଁ ନା ଆଉ ଦେଖନ୍ତୁ ଆମ କାନ୍ଥ ସେମିତି ଗଳିକିରି ପଡ଼ିଛି ଦେଖନ୍ତୁ ଆମ ଘରର ଏଇ ପରିସ୍ଥିତି ଆପଣମାନଙ୍କୁ ମୁଁ ଦେଖାଉଛି ଏଠି ଦେଖନ୍ତୁ ସାଙ୍ଗମାନେ ଏଠି କାନ୍ଥ କେମିତି ଫାଟିକିରି ଆଁ କରିଛି କେତେବେଳେ ବି ପଡ଼ିବ ତାର ସୀମା ନାହିଁ ମୋ ଛୋଟ ପିଲା ଦେଖନ୍ତୁ କେମିତି ପଡ଼ିଯିବ ଶିଳଟା ମୁଁ ସେଠି ରଖିଥିଲି ଟେକିକିରି ଏଠି ନେଇ ଆଇଲି କାହିଁକିନା ଆମର ଶିଳଟେ ବାଟି ଖାଇଲେ ଭଲ ଲାଗେ ସେଥିପାଇଁ ଶିଳଟା ଆମର ଅଛି ଏଠି ଦେଖନ୍ତୁ ଆମ କାନ୍ଥ କେମିତି ଫାଟିଛି ଏଠି ବି କାନ୍ଥ ଆଁ କରିଛି ବେଳେବେଳେ ବି ସାପ ବି ପଳେଇ ଆସୁଛନ୍ତି ଆମେ କେମିତିକା ପରିସ୍ଥିତିରେ ରହିଛୁ ଆପଣମାନଙ୍କୁ ମୁଁ ଦେଖାଉଛି ଆମର ଏଇ ପରିସ୍ଥିତି ଘରୁ ବାହାରିଲେ ରୋଡ଼ ଆମର ଆଉ ଅଧିକା ଜାଗା ନାହିଁ ସେ ହେଉଛନ୍ତି ଅଲଗା ଜଣେ ଲୋକଙ୍କର ଏଇ ଯେଉଁ ଜାଗା ଦେଖୁଛନ୍ତି ସେ ହେଉଛନ୍ତି ଆଉ ଜଣଙ୍କର ଆମେ ତାଙ୍କ ଜାଗାରେ ଚଳିଥାଏ ଲୁଗାପଟା ଆମେ ଟିକେ ଶୁକାଶୁକି କରୁଥାଏ କିନ୍ତୁ ଆମର ଆଉ ଜାଗା ନାହିଁ ଆମର ଏଇ ଘର କତୁରୁ ଏତିକି ଚଉରା ଯେତିକି ସେତିକି ଆଉ ଆଡ଼କୁ ନାହିଁ ଅଲଗା ଜଣ ଲୋକଙ୍କର ଏ ଜାଗା ଆମର ଆଉ ଜାଗା ଆଡ଼କୁ ନାହିଁ ଆମ ଏଇ ଘର ଖାଲି ଆଉ ଅଲଗା ଜାଗା ନାହିଁ ଦେଖନ୍ତୁ କାନ୍ଥ କେମିତି ଫାଟି ଯାଇଛି ପଦା ପଟରୁ ବି ଅଖା ଦିଆହେଇଛି ଏଠି ସାପ ବି ବାହାରୁଛି ବେଳେ ପଇଲେ ଦେଖନ୍ତୁ ସେମାନେ ମୁଁ ଏଠି 6ଟାରୁ ଚୁଲି ଆରମ୍ଭ କଲେଣି ଲଗେଇବା କିନ୍ତୁ ଏତେବେଳେ ବି ଚୁଲି ମୋର ଜଳୁ ନାହିଁ କାହିଁକିନା ଓଦା କାଠ ଖରା ହେଇଥିଲେ ଟିକେ ଖରା ବାଜିଥାନ୍ତା ଖରା ତ ହେଉନି ବର୍ଷା ହେଉଛି ଚୁଲି ତ ଟିକେ ଜଳୁଛି ପୁଣି ନିଭି ଯାଉଛି ଧୂଆଁ ହେଉଛି ଘର ସାରା ଆମର ଧୂଆଁ ପବନ ଯିବାକୁ ବାଟ ନାହିଁ ପିଲା ଆମର ଘରେ ଖେଳି ପାରୁନାହାନ୍ତି ଧୂଆଁ ଯୋଗୁଁ ସେଥିପାଇଁ ଯାଇକିରି ଆମ ବୋଉ ଚାଳି ଘରେ ଯାଇ ବସିଛନ୍ତି ଧୂଆଁ ଜବର ହେଉଛି ଡାଲି ବତୁରି ଗଲାଣି କିନ୍ତୁ ଚୁଲି ଜଳିଲେ ମୁଁ ଫୁଙ୍କି ପୁରା ନୟାନ୍ତ ହେଇଗଲେଣି ଆଉ ମୋ ମୁଣ୍ଡରେ ପାଉଁଶ ବୋଝ ହେଇଗଲାଣି ଫୁଙ୍କୁଛି କିନ୍ତୁ ସେ ଜଳିବାକୁ ନାହିଁ ଜଳୁନାହିଁ ଦୁଃଖେ ଜଳୁଛି କାଠ ଓଦା ଅଛି ଖରା ଖାଇଥିଲେ କାଠ ଟିକେ ଟାଣ ପାଇଥାନ୍ତା ଖରା ଟିକେ ଟାଣ ହେଇଥିଲେ ତ ଜଳୁନି ମୁଁ କ'ଣ କରିବି 7:30 ଆସିକିରି ହେଲାଣି କିନ୍ତୁ ଚୁଲି ଏତେବେଳେ ଜଳିବାକୁ ନାହିଁ
ଆଉ ତ ଗ୍ୟାସ୍ ତ ନାହିଁ ଆଉ ବା କଣ ବା କରିବି ଏଇଥିରେ ଫୁଙ୍କିବି ବେବି ତୁ ଖରାବେଳେ ଶୋଉନୁ ତ ସେଇ ନାକି ଏବେ ନିଦ ମାଡୁଛି ଗୁଲ ଏଇ ଶୋଇଛି ଗୁଲୁକୁ ଆଉ ନିଦ ମାଡୁଛି ଗୁଲ ଶୋଇଛି ବୋଲି ଗୁଲୁକୁ ନିଦ ମାରୁନି ତତେ ନିଦ ମାରୁ ତୁ ଖରାବେଳେ ଶୋଉନ ତୋ ଦିହ ଭଲ ନାହିଁ ତୁ ଖାଇକି ଶୋବୁ ନା ରାତିରେ ଉପାସ ଶୋବୁ ଆମର ଯାହା ଆଳୁ ଛୁଆ ଭାଇଟା ତୋର ପରା ଛୁଆ ଭାଇ ତୋର ଆଜି ନୂଆ ଡ୍ରେସ୍ ପିନ୍ଧିଦେଲୁ ଗଣେଶ ପୂଜା ବୋଲିକି ଓହ୍ଲେଇ ଯିବି ଖାଇବୁ କଣ ଖାଇବୁ ଚାଲେ କାଖା ହଁ କିଏ କାକୁଡି ସାଙ୍ଗ ବାପା ସାଙ୍ଗ ଭଲ ପାଇଲେ ଯେ ଚିଙ୍ଗୁଡି ଆଉ ପିଜୁଳି ପିଜୁଳି ବି ଘରକୁ ନେଇକି ଦେଲେ ମତେ ଆଉ ମତେ ହଉଛି କୋଳରେ ଧରିଲେ ତାପରେ କୋଳରେ ବସେଇଲେ ତାପରେ ମତେ ଦେଲେ ପିଜୁଳି ଆଉ ଚିଙ୍ଗୁଡି ଆଉ ପାଣି ଅଖା ଦେଲେ ମୁଁ ଅଖାରେ ବସେଇଲି ତାପରେ କୁଣ୍ଡେଇଲେ ତାପରେ ପିଜୁଳି ଦେଲେ ଘରକୁ ଗଲି ବୋଲି ଆଶା କରିବେଲି ପୁଣି 2ଟା ପିଜୁଳି ଦେଲେ ଖାଇଲି ତାପରେ ଘରକୁ ନେଲି ପୁଣି ଆସିଲି ଚାଲ ଆସିବ ଖାଇ ବସିଲା ବେନି ଆମ ଖାଇକି ଶୋଇ ବାପା କେତେବେଳେ ଆସେ ତୁ ବାପା ଲାଗି ବସିବୁ ବାପା ଆସୁ ଆସୁ 9ଟା ହେଇଗଲାଣି ବସିକି 9ଟା ହବ ବାପା ଯାଉଥିଲା ହଁ ତା ମୁଣ୍ଡରେ ଢୁକିଲାଣି ଚାଉଳ ନାହିଁ ଆମେ ଖାଇବା କ'ଣ ହଁ କ'ଣ ଛୋଟ ଛୁଆଟା ସେ ତାର କ'ଣ ବୁଦ୍ଧି ନାହିଁ ସେ କ'ଣ ଜାଣିପାରୁନାହିଁ ଚଳିବି କ'ଣ ମୁଁ କ'ଣ ରୋଜଗାର କରୁଛି ଚଳିବି ତୁ କ'ଣ ମଣିଷ ତୁଟା ମଣିଷ ତୁ କୋଉ ମଣିଷରେ ଯାଉ ମଣିଷର ଜ୍ଞାନ ଅଛି ତମର ତ ଜ୍ଞାନ ଅଛି ତମେ ନେଇ ଆଣି ସବୁ ଥୋଇ ଦଉଛ ଆଉ ମୋର ଚଳିବା କ୍ଷମତା କ'ଣ ମୁଁ ରୋଜଗାର କଲେ ଚଳିବା କ୍ଷମତା ହବ ନା ମୁଁ ତ ରୋଜଗାର କଲେ ଚଳିବି ହଁ ରୋଜଗାର କୋଉଠି କରିବି କୋଉଠି ରୋଜଗାର କରିବି ମୋ ବାହାର ଝିଅ ସେ କହୁନାହିଁ ମରି ଯାଉଛି ବାଡ଼ି ଖିଆଟା ମରୁନାହିଁ ଯୁଆଡ଼େ ଯାଉଛି ସିଆଡ଼େ ମରୁନାହିଁ କିଛି କରୁନାହିଁ ଆଉ ସତରେ ଟିକେ ଖରାପ ଲାଗୁନି ଏମିତି କହୁଛ ଉଦାହରଣ କ'ଣ ଏମିତି ସବୁ କହନ୍ତି ଲୋକ ତୁ କହୁଛୁ ମରିବାକୁ ରାଗ ଟାଗରେ ଶୁଣ ରାଗ ଟାଗରେ ସମସ୍ତେ ତୁ କହନ୍ତି ସତରେ କିଏ କହନ୍ତି ଦେଖୁଛୁ ମୋ ସ୍ୱାମୀଟା ଏମିତି ଅକର୍ମା ପଇଲା ମୁଁ ଆଇଥିଲି ଯଦି ଅକର୍ମା ପଇଲା ତୁ ଛାଡ଼ିକିରି ତୁ ଯିବା ପାଇଁ ଚେଷ୍ଟା କରୁନୁ ସତରେ ତମର ତ ଜମିବାଡ଼ି ଅଛି ତୋ ବାପା ମା ଅଛନ୍ତି ଭାଇ ଅଛି ମୋର ଯିଏ ଥିଲେ ତମ ଯୋଉ ଝୁଅଟା ଯୋଉ ଯାଇଛି ତାକୁ ତ ଏମିତି କିଏ କହିବେ ନା ତୋ ଚିନ୍ତା କଥା କହୁନୁ ତା କଥା କାହିଁକି ସିଏ ତ ମତେ ଖଟୁଛି ଖାଉଛି ସତରେ ସେଇ ତାଙ୍କରି କେତେ ଉନ୍ନତି ଥିଲା ତ ବେଙ୍ଗ ଦେଇ ଯିବାରୁ ଆଜି ତଳୁକୁ ହେଲା ତଳୁକୁ ସତରେ